ଆଜିଠାରୁ ଆରମ୍ଭ ପିତୃପକ୍ଷ। ଦୀର୍ଘ 15 ଦିନ ପର୍ଯ୍ୟନ୍ତ ଏହି ପିତୃପକ୍ଷ ପର୍ବ ପାଳନ କରାଯିବ। ଏହି ପିତୃପକ୍ଷରେ ଆପଣ କେଉଁ ସବୁ ନୀତି ପାଳନ କରିବେ, କିଭଳି ତର୍ପଣ ଦେବେ ତାହା ଜାଣିନେବା ଉଚିତ। ଯଦି ଆପଣ ଏହା ବିଷୟରେ ଜାଣିନାହାନ୍ତି ତାହେଲେ ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ ଆଉ ଜାଣନ୍ତୁ ଆପଣ କେଉଁ ନୀତିରେ ନିଜର ପିତୃପୁରୁଷଙ୍କୁ ପ୍ରତ୍ୟେକ ଦିନ ଘରେ ତର୍ପଣ ଦେବେ। ଏହା ସହ ଆଜି ଜାଣନ୍ତୁ ପିତୃପକ୍ଷ କ'ଣ, ଆମ ହିନ୍ଦୁ ଶାସ୍ତ୍ରରେ ଏହି ପିତୃପକ୍ଷର କ'ଣ ମହତ୍ତ୍ୱ ରହିଛି। ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ। ଏହି ଅବସରରେ ପିତୃପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ। ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବାର ବିଶ୍ୱାସ କରାଯାଏ। ଆଶ୍ୱିନ ମାସର ପ୍ରଥମ ପକ୍ଷକୁ ପିତୃପକ୍ଷ କୁହାଯାଏ। ଏହି ପକ୍ଷର ଅମାବାସ୍ୟା ମହାଳୟା ଅମାବାସ୍ୟା ନାମରେ ପାଳିତ ହୁଏ। ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ ପିତୃପର୍ବ ମଧ୍ୟ କୁହାଯାଏ। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ 15 ଦିନ ପର୍ଯ୍ୟନ୍ତ ଏହି ପିତୃପକ୍ଷ ପାଳନ ହୁଏ। ତେବେ ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲା ପରେ ଅମାବାସ୍ୟା ଦିନ ପିଣ୍ଡଦାନ କରାଯାଏ। ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ହେଉଛି ଶ୍ରେଷ୍ଠତମ। ଏହି ଅବସରରେ ପିତୃପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ଉଚିତ। କିମ୍ବଦନ୍ତୀ ଅନୁସାରେ ମହାଦାନୀ କର୍ଣ୍ଣଙ୍କୁ ଯମପୁରରେ ପୁରସ୍କାର ସ୍ୱରୂପ ସୁନା ରୂପା ମିଳିଥିଲା, କିନ୍ତୁ ତାଙ୍କୁ ଖାଦ୍ୟ ଦିଆଯାଇ ନଥିଲା କାରଣ କର୍ଣ୍ଣ ଜୀବିତ ଅବସ୍ଥାରେ କେବେ ଅନ୍ନଦାନ କରିନଥିଲେ। ଯମରାଜଙ୍କୁ ପ୍ରାର୍ଥନା କରି ସେ 14 ଦିନ ପାଇଁ ମର୍ତ୍ତ୍ୟକୁ ଆସିଥିଲେ ଏବଂ ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ। 14 ଦିନ ଶେଷ ହେବା ପରେ ସେ ପୁଣି ଯମପୁର ଫେରି ଯାଇଥିଲେ। ସେଠାରେ ପହଞ୍ଚିଲା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନଥିଲା। ମର୍ତ୍ତ୍ୟ ଲୋକରେ କର୍ଣ୍ଣ କଟାଇଥିବା ଏହି 14 ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଏ। ଏବେ ଜାଣନ୍ତୁ ଏହି ପିତୃପକ୍ଷ ପାଳନରେ କ'ଣ ସତର୍କତା ରହିଛି, ଯାହାକୁ ସମସ୍ତେ ମାନିବା ଉଚିତ। ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ଏବଂ ସେମାନଙ୍କ ଆଶୀର୍ବାଦ ପାଇବା ପାଇଁ ଯିଏ ଏହି 15 ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାରେ ରୀତିନୀତି କରନ୍ତି, ସେମାନେ ଏହି ସମୟ ମଧ୍ୟରେ କେଶ ଏବଂ ନିଶ ଦାଢ଼ି କାଟିବା ଅନୁଚିତ। କୁହାଯାଏ ଯେ ପିତୃପକ୍ଷରେ କେଶ ଏବଂ ନିଶ ଦାଢ଼ି କାଟିବା ଦ୍ୱାରା ଅର୍ଥହାନି ହୋଇଥାଏ। ଏପରି ପରିସ୍ଥିତିରେ ଯେଉଁମାନେ ପିତୃପୁରୁଷଙ୍କ ପାଇଁ ତର୍ପଣ କରନ୍ତି ସେମାନେ ଏହାର ବିଶେଷ ଯତ୍ନ ନେବା ଉଚିତ। ପିତୃପକ୍ଷରେ ଘରେ ସାତ୍ୱିକ ଖାଦ୍ୟ ରହିବା ଭଲ। ରସୁଣ ପିଆଜରେ ପ୍ରସ୍ତୁତ ଖାଦ୍ୟ ସେବନ କଲେ ପିତୃଦୋଷ ଲାଗିଥାଏ। ବିଶେଷ କରି ଯେଉଁମାନେ ପିତୃପକ୍ଷ ଉପରେ ଦୈନିକ ତର୍ପଣ କରନ୍ତି ସେମାନେ ତାମସିକ ଖାଦ୍ୟରୁ ଦୂରେଇ ରହିବା ଉଚିତ। ଯଦି ପିତୃପୁରୁଷଙ୍କ ମୃତ୍ୟୁ ତାରିଖ ମନେ ପଡ଼େ ତେବେ ସେହି ତାରିଖ ଅନୁଯାୟୀ ପିଣ୍ଡଦାନ କରିବା ମଧ୍ୟ ଭଲ ହୋଇଥାଏ। ଏବେ ଜାଣନ୍ତୁ ପିତୃପକ୍ଷ ଓ ତର୍ପଣ ବିଷୟରେ। ପିତୃଗଣଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାରେ ବିଧିପୂର୍ବକ ଯେଉଁ କର୍ମ କରାଯାଏ ତାହାକୁ ଶ୍ରାଦ୍ଧ କୁହାଯାଏ। ଅର୍ଥାତ୍ ଶ୍ରଦ୍ଧାର୍ଥମିଦଂ ଶ୍ରାଦ୍ଧମ୍। ଶ୍ରଦ୍ଧାରେ ଦିଆଯାଉଥିବାରୁ ଏହାକୁ ଶ୍ରାଦ୍ଧ କୁହନ୍ତି। ହିନ୍ଦୁ ପରମ୍ପରାରେ ଶ୍ରାଦ୍ଧ ତର୍ପଣାଦି ଅନୁଷ୍ଠାନ କରିବା ପ୍ରଥା ବହୁ ପ୍ରାଚୀନ। ବିଭିନ୍ନ ପୁରାଣ ଗ୍ରନ୍ଥ ତଥା ଶାସ୍ତ୍ରମାନେ ପିତା ପିତରଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେବା ଏବଂ ନିଜର ପରିଜନମାନେ ଏହି ପିତୃ କାର୍ଯ୍ୟରେ ସହଭାଗିତା ହେବା ପାଇଁ ବାରମ୍ବାର ଉଦ୍ଘୋଷଣା କରିଥାନ୍ତି। ମାର୍କଣ୍ଡେୟ ପୁରାଣ ଅନୁସାରେ ଶ୍ରାଦ୍ଧରେ ସନ୍ତୁଷ୍ଟ ହୋଇ ପିତୃଗଣ ଶ୍ରାଦ୍ଧକର୍ତ୍ତାର ଦୀର୍ଘ ଆୟୁ, ସନ୍ତାନ ସନ୍ତତି, ଧନ, ବିଦ୍ୟା, ରାଜ୍ୟ ସୁଖ, ସ୍ୱର୍ଗ ଓ ମୋକ୍ଷ ପ୍ରଦାନ କରିଥାନ୍ତି। ଅତ୍ରି ସଂହିତା ଅନୁଯାୟୀ ଯେଉଁ ପୁଅ, ଭାଇ, ନାତି, ଭଣଜା ଆଦି ପିତୃ କାର୍ଯ୍ୟରେ ସଂଲଗ୍ନ ରୁହନ୍ତି ସେମାନେ ନିଶ୍ଚୟ ଆୟୁପୂର୍ଣ୍ଣ ପରେ ପରମ ଗତିକୁ ପ୍ରାପ୍ତ ହୁଅନ୍ତି। ଅବିସ୍ମରଣୀୟ କାଳରୁ ଶ୍ରାଦ୍ଧ ପରମ୍ପରା ରହିଆସିଛି। ଏହି ସନାତନୀ ପରମ୍ପରାରେ ହିନ୍ଦୁମାନେ ସ୍ୱପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁ ରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟ ରୂପେ ଅଭିହିତ କରିଥାନ୍ତି। ଅତଃ ସ୍ୱପିତା ନିଜ ନିଜର ପୁତ୍ର ପାଇଁ ସର୍ବସ୍ୱ। ପ୍ରତ୍ୟେକ ପୁତ୍ର ନିଜର ଜୀବଦଶା ମଧ୍ୟରେ ସ୍ୱପିତା ଯେ ଜୀବିତ ବା ମୃତଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ଶାସ୍ତ୍ରମାନେ ମତବ୍ୟକ୍ତ କରିଛନ୍ତି। ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି
जीवित अवस्था निजर माता पिता अनादर करती तथा मृत्यु पर श्राद्ध तर्पण करती नहीं अथवा निरपराध कौनसी प्राणींकर हत्या करती तेबे आगामी जन्म जन्म कुंडली रे पितृदोष लगी थाए। एही पितृदोषर अनेक अशुभ प्रभाव अनुभूत हुए। तेणु एथिपाई ब्रह्म पुराण पितृ गायत्री नित्य जप करने को उपदेश दि जाए। मुख्यतः सनातनी परंपरा रे दुई प्रकार श्राद्ध पालन करा जाए। प्रथम हेउछि एकोदिष्ट श्राद्ध एवं द्वितीय रे पार्वण श्राद्ध। तेबे एही पार्वण श्राद्ध हेउछि दुई प्रकार यथा पया श्राद्ध एवं महालय श्राद्ध। साधारणतः एही दुईटी श्राद्ध शारदीय पार्वण ऋतु आश्विन अमावास्या एवं कार्तिक अमावास्या रे यथाक्रमे पालित हुए। आश्विन कृष्ण पक्ष 15 दिन विशेष भावे पितृ माननकु समर्पित। यह मौला श्राद्ध नाम जना जाए। तृप्तिरु तर्पण जहाँ विशेष भावे पितृपक्षरे करा जाय थाए। एही तर्पणर विशेषता हेउछि एकाधारे 14 पुरुषंक सह देवता ऋषि राक्षस भूतग्राम नदी समुद्र आदि अनेकंको तृप्ति करा जाय। रवि कन्या राशि स्थित अमावास्या महालया अमावास्या दिन एही तर्पण पर्व पालन करा जाय थाए। एही समस्त प्रकारर तर्पण रे कुशर व्यवहार मध्य करा जाय थाए। देवता मानंकु कुशर मूल भागरे, मनुष्य मानंकु कुशर मध्य भागरे एवं पितृ मानंकु कुशर मूल और अग्र भागरे तर्पण प्रशस्त बोली जना जाय थाए। तेबे एही तर्पण करिबा पई निर्दिष्ट नियम मध्य रहिछि, ताहा जानिबा मध्य आवश्यक। तर्पण करिबा समय रे पूर्व दिग को मुख करी 3 कोटी कुश एवं जव मिश्रित जल रे गोटे थर लेखाएं जल प्रदान करी देवता मानंकु तृप्त करा जाए। दक्षिण दिग को मुख करी व्यास भासरी आदि 13 जन आचार्य, सटी बाल्लभ आदि 10 जन प्रवचनकर्ता, अन्नल आदि 8 दिव्य पितर एवं जमंकर 14 कोटी स्वरूप को 3 कोटी कुश सह तिल मिश्रित जल रे तर्पण करा जाय थाए। एहा परे क्रमान्वय निजर पितृपुरुषों को आवाहन करी प्रत्येकଙ୍କୁ 3 थर लेखाएं तर्पण करा जाय थाए। उत्तर दिग को मुख करी सनक, सनंद, सनातन आदि सप्त ऋषि को मनुष्य तीर्थरे प्रत्येकଙ୍କୁ 2 थर लेखाएं जलदान करी तर्पण करा जाए। आउ शेष रे पश्चिम को मुख करी भगवान विष्णु को स्मरण करी तर्पण शेष करा जाय थाए। आम सनातन परंपरा रे एही श्रेष्ठ पर्व हेउछि पितृपर्व महालया। एहार प्रत्येकटी नियम को पालन करिबा समस्ते उचित। पितृपक्ष को नहीं थिबा आजिर एही इन्फॉर्मेशन टी जदि आपन को भल लागिछि तेबे एहाकु लाइक करंतु एवं खूब मात्रा रे शेयर करंतु। वीडियोटी किभଳି लागिला मते कमेंट रे निहाती जणाइबे। आम धर्मशास्त्र तथा पुराण सह जड़ित एभଳି अनेक इन्फॉर्मेटिव वीडियो जदि आपन देखिबा को चाहंती ताहाले आज ही मो चैनल को सब्सक्राइब करंतु।